ପରେ କବିତା 1962 ପର୍ଯ୍ୟନ୍ତ ଅତ୍ୟନ୍ତ ସଘନ ସାହିତ୍ୟିକ ସାରସ୍ୱତ ସମ୍ପର୍କ ତାଙ୍କର ଓଡ଼ିଶା ସହିତ, ଭାରତ ସହିତ ଏବଂ ବିଶ୍ୱ ସହିତ ଏବଂ ତାଙ୍କର ସମକାଳୀନ ଭାରତରେ କୁମାର ଥିଲେ, ବିଶ୍ୱରେ କୁମାର ଥିଲେ, କାହା ଦ୍ୱାରା ସେ ପ୍ରଭାବିତ ହୋଇଥିଲେ, କିଭଳି ଭାବରେ ନିଜେ ପ୍ରଭାବର କ୍ଷେତ୍ର କରୁଥିଲେ। ପ୍ରେମାନନ୍ଦ ମିତ୍ର, ଜୀବନାନନ୍ଦ ଦାସ, ବୁଦ୍ଧଦେବ ବସୁ ତାଙ୍କର ଇଡିୟମକୁ ସମ୍ପୂର୍ଣ୍ଣ ଭାଙ୍ଗି କିଭଳି ଭାବରେ ଭାଙ୍ଗିଛନ୍ତି ସମୟ ନେବ, ଖାଲି ସଂକ୍ଷେପରେ କହିଦେବା ଉଚିତ ହେବ। ସେ ହେଲା ତାଙ୍କ ସମୟର କବି ମରାଠୀରେ ବିନ୍ଦା କରାନ୍ଦିକର ଆଉ କୁସୁମାଗ୍ରଜ। କୁସୁମାଗ୍ରଜ ବା ଶିରୱାଡ଼କର ଯାହାକୁ କୁହାଯାଏ, ସେ ଏବଂ ବିନ୍ଦା କରାନ୍ଦିକର, ଗୋପାଳ କୃଷ୍ଣନ ଆଦିଗା କନ୍ନଡ଼, ହିନ୍ଦୀରେ ଅଜ୍ଞେୟ, ଏମାନେ ହେଉଛନ୍ତି ତାଙ୍କର କଣ୍ଟେମ୍ପୋରାରୀ। ଅଜ୍ଞେୟ, ଗୋପାଳ କୃଷ୍ଣ ଆଦିଗା, ବୁଦ୍ଧଦେବ ବସୁ ଏମାନେ ହେଉଛନ୍ତି ତାଙ୍କର ସମକାଳୀନ ସମୟରେ ସାହିତ୍ୟ ରଚନା କରୁଥିଲେ ଏବଂ କବିତା ଲେଖିଥିଲେ। ଏବଂ ମୋ କଥା ଯଦି କେହି ବିଶ୍ୱାସ ନ କରନ୍ତି ତେବେ ଏଇମାନଙ୍କ କବିତା ସହିତ ସଚିଦାନନ୍ଦଙ୍କ କବିତା ତୁଳନା କରିଥିଲେ। ଏ ବ୍ୟକ୍ତିର ବଳ କେତେ ବ୍ୟାପ୍ତ ଏବଂ ଏ ଜାଗାର ଦୃଷ୍ଟିକୋଣ କେତେ ବ୍ୟାପକ ବ୍ୟକ୍ତି। ଏଇ ସମୟ ପରେ ସଚିଦାନନ୍ଦଙ୍କର ଆଉ କାହାଣୀ ବାଧା ବା ବୋର ମାନି ନାହିଁ। ସେ ନିଜର ଭାଷା ଏବଂ ନିଜର ତଥ୍ୟ ସୃଷ୍ଟି କରିଥିଲେ।